ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିକାଟୁ ବ୍ଲକ ରାଳବା ପଞ୍ଚାୟତ ଅନ୍ତର୍ଗତ ଆଲପୁର ଗ୍ରାମର ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ରଞ୍ଜନ କୁମାର ପୋଲାଇ, ପିତା ସ୍ୱର୍ଗତ ଉତ୍ସବ ପୋଲାଇ, ଗ୍ରାମ ଆଲପୁର। ଆଜି ସୁରଟରେ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ହଠାତ୍ ରାସ୍ତାରେ ଟଳି ପଡ଼ିଥିଲେ। ଘଟଣାସ୍ଥଳରୁ ଅନ୍ୟ ସହଯୋଗୀମାନେ ତାଙ୍କୁ ମେଡିକାଲ ନେଇଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ପ୍ରକାରେ ତାଙ୍କ ବ୍ଲଡ ପ୍ରେସର ବଢ଼ିଯାଇଥିବା ହେତୁ ବ୍ରେନ୍ ଷ୍ଟ୍ରୋକ୍ରେ ମୃତ୍ୟୁ ଘଟିଛି। ଗୁଜରାଟର ସୁରାଟଠାରେ ରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକଙ୍କୁ ଗ୍ରାମର କିଛି ଲୋକ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ଏବଂ ଗ୍ରାମର ମହିଳା ଏବଂ ପୁରୁଷ କାନ୍ଦ ବୋବାଇରେ ଗାଁ ସାରା ଫାଟି ପଡ଼ୁଛି। ଏ ଦୁଃଖଦ ଖବର ଶୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ସରକାରଙ୍କ ତରଫରୁ ସୁରାଟରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗୁରୁବାର ସନ୍ଧ୍ୟାରେ ନିଜ ଗ୍ରାମ ଆଲପୁରକୁ ଆଣିଥିଲେ। ଗ୍ରାମରେ ଶବ ପହଞ୍ଚିବା ସମୟରେ ହିଞ୍ଜିକାଟୁ ବିଡିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଏବଂ ତହସିଲଦାର ତପନ କୁମାର ମହାପାତ୍ର ପ୍ରମୁଖ ପହଞ୍ଚି ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଏବଂ ସାହସ ଦେବା ସହିତ ରେଡ୍କ୍ରସ ପାଣ୍ଠିରୁ 30,000 ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ରଙ୍ଗେଇଉଡ଼ରୁ କେନିରକଣ୍ଠ ରେଡ୍ଡିଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।